8 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ନଗଦ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ପାଟନା କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ପାଟନା ଥାନା ଡିଆନାଳି ଗ୍ରାମର 34 ସାହିରେ 3 ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଚାବି ତାଡ଼ି ବାକ୍ସ ଓ ଆଲମିରା ଭାଙ୍ଗି 8 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଡିଆନାଳି ଦଶରଥ ମହାନ୍ତ ତାଙ୍କ 2 ପୁଅଙ୍କ ଘରେ ଦୁର୍ବୃତ୍ତ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ନିଶାକରଙ୍କ ଘର କବାଟ ତାଡ଼ି 2 ଝିଅ ତାଙ୍କ ସ୍ତ୍ରୀଙ୍କ କାନଫୁଲ ଚେନ୍ ମଙ୍ଗଳସୂତ୍ର ପଦୁକ ମୁଦି ନାକଫୁଲ ରୂପା ପାଉଁଜି ଓ ନଗଦ 10,000 ଟଙ୍କା ହୀରାଲାଲ ମହାନ୍ତଙ୍କ ଘର କବାଟର ଭାଙ୍ଗି ଗଡରେଜ ଭାଙ୍ଗି ସୁନାହାର ମଙ୍ଗଳସୂତ୍ର ମୁଦି ପଦୁକ ନାକଫୁଲ ପାଉଁଜି ନଗଦ 1,20,000 ଟଙ୍କା ଲୁଟି ନେଇଛନ୍ତି। ନଗଦ 1,20,000 ଟଙ୍କା ଲୁଟି ନେଇଛନ୍ତି। ଦଶରଥ ମହାନ୍ତଙ୍କ କବାଟ ତାଲା ଭାଙ୍ଗି ଘର ଭିତରେ ପଶି କାନଫୁଲ ପାଉଁଜି ରୂପା ଚେନ୍ ନଗଦ 5,000 ଟଙ୍କା ଲୁଟି ନେଇଛନ୍ତି। ବ୍ୟୁରୋ ଚିଫ୍ ଦଶରଥ ବାରିକଙ୍କ ରିପୋର୍ଟ କୌଶଳ ଟାଇମ୍ସ। ମୋ ନାଁ ନିଶାକର ମହାନ୍ତ, ଘର ହେଲା ଡିଆନାଳି 34 ସାହି। ଆଜି 12:30 ଭିତରେ ଟଙ୍କା ପଇସା ସୁନା ଗହଣା ଯେତେ ଯାହା ଥିଲା ବାକ୍ସ 2ଟା ଝିଅର ସୁନା ଗହଣା ମୁଦି କାନଫୁଲ ଯେତିକି ଯାହା ଥିଲା ସବୁ ଚୋରି କରି ନେଇଗଲେ। କ'ଣ କହିବେ ଆପଣ? କ'ଣ କହିବି ଆଜ୍ଞା, ଥାନାରେ ଆପ୍ଲାଏ କରିଛୁ। ସେ ଯଦି କିଛି ଧରାଧରି କରିକି ମିଳେଇ ଦିଅନ୍ତେ ତାହେଲେ ଭଲ ହେଇଥାନ୍ତା। ଠିକ୍ ପରିଚୟ? ଆମ ଘର ହେଉଛି ଡିଆନାଳି 34 ସାହିରେ ଘର, ଥାନା ପାଟଣା, ପଞ୍ଚାୟତ ଏରେଣ୍ଡେଇ। ଆପଣ ନା ଆଜ୍ଞା? ମୋ ନାଁ ହୀରାଲାଲ ମହାନ୍ତ। ଆମ ଘରର ସମସ୍ତେ ଯାଇଥିଲୁ ବିଲକୁ ଧାନ କାଟିବା ପାଇଁ। 11ଟା ବେଳେ ପଳେଇ ଯାଇଥିଲୁ। ଗୋଟାଏ ବେଳେ ଖାଇବା ପାଇଁ ଯେତେବେଳେ ଆସିକି ଦେଖିଲୁ ଘରର ସବୁ ତାଲା ଭଙ୍ଗା ହେଇ ଆଉ ଗଡରେଜ ଲକର ତଡ଼ା ହେଇ ଆଉ ସୁନା ଟଙ୍କା ଯେତେ ଥିଲା ସବୁ ବାହାର କରି ସବୁ କାଢ଼ିକି ଧରି ପଳେଇ ଯାଇଛନ୍ତି। କ'ଣ ଦାବି କରିବେ ଆଜ୍ଞା? ମୁଁ ଦାବି କରୁଛି ସାର୍, ଥାନାବାଲାକୁ ସାର୍ ସାହାଯ୍ୟ ମାଗୁଛି କି କୁକୁର ଲଗେଇକି ଟିକେ ସର୍ଚ୍ଚ କଲେ ମୋ ଜିନିଷ ଗୁଡ଼ା ଯେମିତି ମିଳିବ, ସେଥିପାଇଁ ମୁଁ ଦାବି କରୁଛି।